କୁମାର ପୂର୍ଣ୍ଣମୀ ସାଜିଲା କାଳ, ଘଟିଲା ବଡ଼ ଅଘଟଣ। ଏତେ ବଡ଼ ଦୁର୍ଘଟଣା ହୁଏତ ଆଗରୁ କେବେ ଘଟିନଥିଲା। ଦେଖିଲା ଲୋକର ନିଜ ଆଖିକୁ ବିଶ୍ୱାସ କରିପାରୁନାହାନ୍ତି। ଘଟଣାଟି ଆରମ୍ଭ କରିବା ପୂର୍ବରୁ ଯଦି ଆପଣମାନେ ଜଗତର ନାଥ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଭକ୍ତି କରନ୍ତି, କାଳିଆକୁ ନିଜର ଆରାଧ୍ୟ ଦେବତା ବୋଲି ମାନନ୍ତି, ତାହେଲେ କମେଣ୍ଟ ବକ୍ସରେ ଜୟ ଜଗନ୍ନାଥ ଲେଖିଦିଅନ୍ତୁ। ପୁରୀ ଜିଲ୍ଲା ଅନ୍ତର୍ଗତ ଆଠଗଡ଼ ଅଞ୍ଚଳର ଜଗବନ୍ଧୁ ସ୍ୱାଇଁ, ତାଙ୍କ ପରିବାର କହିଲେ ସ୍ତ୍ରୀ ଶାନ୍ତିଲତା ସ୍ୱାଇଁ ଆଉ ଦୁଇ ଝିଅ ରୁବି ଆଉ ସବି। ବଡ଼ ଝିଅ ସବି ଭୁବନେଶ୍ୱରରେ ରହି ଡାକ୍ତରୀ ପାଠ ପଢ଼ୁଛି, ଆଉ ସାନ ଝିଅ ଗାଁ ହାଇସ୍କୁଲରେ ନବମ ଶ୍ରେଣୀରେ ପଢ଼ୁଛି। ଜଗାବାବୁ ଦିନ ମଜୁରିଆ କାମ କରନ୍ତି। ଦୁଇ ଝିଅଙ୍କୁ ମଣିଷ କରିବାର ସେ ସ୍ୱପ୍ନ ଦେଖିଛନ୍ତି। ରୁବି ସବି ବି ପାଠ ପଢ଼ିବାରେ ଭାରି ଆଗ୍ରହୀ। ସେଇଥିପାଇଁ ଜଗାବାବୁଙ୍କୁ ଯେତେ କଷ୍ଟ ହଉ ବି ସେ ସବୁ ସହିଯାଆନ୍ତି। ପ୍ରତ୍ୟେକ ବର୍ଷ କୁମାର ପୂର୍ଣ୍ଣମୀରେ ବଡ଼ ଝିଅ ସବି ନିଜ ପାଇଁ ଆଉ ସାନ ଭଉଣୀ ରୁବି ପାଇଁ ଅନଲାଇନରେ ଡ୍ରେସ୍ ଅର୍ଡ଼ର କରିଦିଏ। ଆଉ ଡ୍ରେସ୍ କୁମାର ପୂର୍ଣ୍ଣମୀ ପୂର୍ବରୁ ଆସିଯାଏ। କିନ୍ତୁ ଏ ବର୍ଷ ବି ବଡ଼ ଭଉଣୀ ସବି ଅନଲାଇନରୁ ନିଜ ପାଇଁ ଆଉ ସାନ ଭଉଣୀ ପାଇଁ ଡ୍ରେସ୍ ଅର୍ଡ଼ର କରିଥିଲା। ଆଉ କୁମାର ପୂର୍ଣ୍ଣମୀ ପୂର୍ବ ଦିନ ପର୍ଯ୍ୟନ୍ତ ବି ଡ୍ରେସ୍ ଆସିଲାନି। ବଡ଼ ଝିଅ ସେ ତାର ଦୋକାନରୁ କିଣିଦେଲା। ରାତି ପାଇଲେ କୁମାର ପୂର୍ଣ୍ଣମୀ, ତେଣୁ ସାନ ଝିଅ ରୁବି ଭାରି ମନ ଦୁଃଖ କଲା। ଆଉ ରାଗରେ କିଛି ଖାଅ ପିଅ ବି କଲାନି। ବାପା ଜଗାବାବୁ ସାନ ଝିଅ ରୁବିକୁ କହିଲେ, ତୁ ମନ ଦୁଃଖ କରେନି ରେ ମା, ଆସେ ଆମେ ସାଇକେଲରେ ଯାଇ ଆମ ବଜାରରୁ ଡ୍ରେସ୍ ନେଇ ଆସିବା। ସେତେବେଳକୁ ରାତି 8ଟା ବାଜି ଯାଇଥାଏ। ବାପ ଝିଅ ସାଇକେଲରେ ବାହାରି ପଡ଼ିଲେ ବଜାରକୁ। ଆଉ ଠିକ୍ ଅଧ ବାଟରେ ବାପ ଝିଅଙ୍କ ସହ ଘଟି ଯାଇଥିଲା ବହୁତ ବଡ଼ ଦୁର୍ଘଟଣାଟିଏ। ପଛପଟୁ ଗୋଟେ ଟ୍ରକ୍ ଆସି ତାଙ୍କ ସାଇକେଲକୁ ବାଡ଼େଇ ଦେଇ ସେଠାରୁ ପଳେଇଲା। ବାପ ଝିଅ ଛିଟିକିକି ଯାଇ ରାସ୍ତା କଡ଼ରେ ପଡ଼ିଲେ। ଝିଅର କିଛି କ୍ଷତି ହୋଇନଥାଏ, ଖାଲି ଯାହା ଖଣ୍ଡିଆ ଖାବରା ଟିକେ ହେଇଯାଇଥାଏ। କିନ୍ତୁ ଜଗାବାବୁଙ୍କ ଦେହରେ ବହୁତ ଜୋରରେ ଆଘାତ ଲାଗିଛି। ତାଙ୍କ ଚେତା ବି ବୁଡ଼ି ଯାଇଥାଏ। ସବୁ ଲୋକ ମିଶି ଜଗାବାବୁଙ୍କୁ ପାଖ ମେଡ଼ିକାଲକୁ ନେଇଗଲେ। ଆଉ ଝିଅ ରୁବି ବିକଳ ହୋଇ କାନ୍ଦି କାନ୍ଦି କହୁଥାଏ, ମୋର ଡ୍ରେସ୍ ଦରକାର ନାହିଁ ବାପା, ତୁମେ ମୋ ପାଖକୁ ଫେରିଆସ, ମୋର ଆଉ କିଛି ଦରକାର ନାହିଁ। ଆଉ ସେଇ ମହାପ୍ରଭୁଙ୍କ ଆଶୀର୍ବାଦରୁ ବି ଜଗାବାବୁଙ୍କର ବିଶେଷ କିଛି କ୍ଷତି ହୋଇନଥିଲା। ଡାକ୍ତରବାବୁ କହିଲେ ଆଉ 15 ଦିନ ଭିତରେ ଜଗାବାବୁ ଠିକ୍ ହେଇଯିବେ। ସତରେ ମହାପ୍ରଭୁ, ତୁମ ଲୀଳା କେବଳ ତୁମକୁ ହିଁ ଜଣା।